ଅନୁଗୁଳ ଜିଲ୍ଲା କିଶନନଗର ବ୍ଲକ ଅନ୍ତର୍ଗତ ଧରରୀଧର ପବ୍ଲିକ ସ୍କୁଲ ଠାରେ ଡମ୍ସ କମ୍ପାନୀ ପକ୍ଷରୁ ବଇଣ୍ଡାର ବ୍ୟବସାୟୀ ଅଲେଖ ସାହୁଙ୍କ ତତ୍ତ୍ୱାବଧାନରେ ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ହୋଇଥିଲା। ଏଥିରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଉଭୟ ଛାତ୍ରଛାତ୍ରୀମାନଙ୍କୁ ନେଇ 100 ଜଣ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ ପଞ୍ଚମ ଶ୍ରେଣୀର ଛାତ୍ର ସୌମ୍ୟରଞ୍ଜନ ସାହୁ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ତାଙ୍କୁ ମୁଖ୍ୟ ଅତିଥି ଅଲେଖ ସାହୁ ଓ ଅନ୍ୟାନ୍ୟ ଅତିଥି ମାନସ ରଞ୍ଜନ ପଟ୍ଟନାୟକ, ସୁଶାନ୍ତ କୁମାର ଶତପଥୀ, ସାମ୍ବାଦିକ ପରୀକ୍ଷିତ ସାହୁଙ୍କ ଉପସ୍ଥିତିରେ ପୁରସ୍କାର ପ୍ରଦାନ କରାଯାଇଥିଲା। ସିଆର୍ସିସି ରଞ୍ଜନ କୁମାର ବିଶ୍ୱାଳ ଉପସ୍ଥିତ ଥିଲେ। ନବୀନ କୁମାର ନାୟକ, ଅଳକା ଦେହୁରୀ, ମମତା ବସେ, ସୋମା କୁରେଶୀ, ଦୀପ୍ତିମୟୀ ମିଶ୍ର, ସୁଶାନ୍ତ ଦେ, ଅଜିତ ବିଶ୍ୱାଳ, ବିପିନ ବେହେରା, ହିମାଂଶୁ ସାହୁ, ରତ୍ନମୟୀ ସାହୁ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସହଯୋଗ କରିଥିଲେ। ବଇଣ୍ଡା ସିଟିରୁ ସଞ୍ଜୟ କୁମାର ଟାଙ୍ଗିଙ୍କ ରିପୋର୍ଟ, ନ୍ୟୁଜ୍ ଓଡ଼ିଶା ଟିଭି।